ନବୀନଙ୍କର ଯାହା ପପୁଲାରିଟି ସେଥିରୁ ମୁଁ ଭାବି ପାରୁନି ଯେ ଭିତରେ ସରକାର ବଦଳିବ। ନବୀନ ନିଶ୍ଚିତ ଭାବରେ ଏଥର ବିଜୟୀ ହେବେ, ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ନବୀନ ସରକାର ଗୋଟେ ହେଉଛି ଜଙ୍କ ଲଗା ଜେନେରେଟର, ତାକୁ ଫୋପାଡ଼ି ଦେବା ପାଇଁ କହୁଥିଲେ, ଡବଲ ଇଞ୍ଜିନର ଧ୍ୱନି ଦେଉଥିଲେ। ତା ସତ୍ତ୍ୱେ ବି ସେମାନେ କିଛି କରିପାରିଲେନି। 120 ଦୂରେ ଥାଉ 20ଟା ସିଟ୍ ପାଇବା ତାଙ୍କ ପାଇଁ ବହୁତ ଡିଫିକଲ୍ଟ ହୋଇଗଲା। ବିଜେପି ଦଳ ବା କଂଗ୍ରେସ ଦଳ ଏପର୍ଯ୍ୟନ୍ତ ନବୀନ ବାବୁଙ୍କୁ ଓଡ଼ିଶାରୁ ଗାଦିଚ୍ୟୁତ କଲା ଭଳି ମାନେ ତାଙ୍କର ସାମର୍ଥ୍ୟ ଜୁଟାଇ ପାରିନି ବା ଜନମତ ସେମାନଙ୍କ ସପକ୍ଷରେ ଏପର୍ଯ୍ୟନ୍ତ ସୃଷ୍ଟି ହୋଇପାରିନି। ବିଜୁ ଜନତା ଦଳ ଯେଭଳି ଭାବରେ ଲୋକମାନଙ୍କ ହୃଦୟ ଭିତରେ ମାନେ ଆସନ ଜମେଇକି ରହିଛି, ସେ ଦୃଷ୍ଟିରୁ ଦେଖିଲେ ସେମାନେ କିଛି କରିପାରିବେନି ବିଜେପି। ନାଇଁ, କଥା ହେଉଛି କ'ଣ ଯେ ନବୀନ 5ଟା ଫୁଲ୍ ଟର୍ମ ରହିଲେଣି। ଆଉ ଯଦିଓ ବିଜେପି ଏବଂ କଂଗ୍ରେସ ସେମାନେ ଡିମାଣ୍ଡ କରୁଛନ୍ତି ଯେ ସରକାର ବଦଳିବା ଉଚିତ, ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି, କିନ୍ତୁ ନବୀନଙ୍କର ଯାହା ପପୁଲାରିଟି ସେଥିରୁ ମୁଁ ଭାବି ପାରୁନି ଯେ ଭିତରେ ସରକାର ବଦଳିବ। ନବୀନ ନିଶ୍ଚିତ ଭାବରେ ଏଥର ବିଜୟୀ ହେବେ, ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ତା ଆପାତତଃ ଯାହା ବାୟୁମଣ୍ଡଳରୁ ଜଣାପଡ଼ୁଛି ଏବଂ ନବୀନଙ୍କର ଗତ 25 ବର୍ଷର କାର୍ଯ୍ୟକଳାପରୁ ଯାହା ଜଣାପଡ଼ୁଛି ଯେ ନବୀନଙ୍କୁ ଗାଦିଚ୍ୟୁତ କଲା ଭଳି କୌଣସି ପରିସ୍ଥିତି ସୃଷ୍ଟି ହେଇନି। ଅଧିକନ୍ତୁ ବିରୋଧୀ ଦଳ ହେଲା, ମୁଖ୍ୟ ବିରୋଧୀ ଦଳ ହେଲା ବିଜେପି, ଯିଏ କହୁଛି ଗୋଟେ ରାଷ୍ଟ୍ରୀୟ ଦଳ। ବିଜେପି ଦଳର ବହୁତ ଶକ୍ତି ଅଛି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଓଡ଼ିଶାରେ ନବୀନଙ୍କର ଗୋଟେ ବିକଳ୍ପ ସୃଷ୍ଟି କରିପାରିନାହାନ୍ତି ବା ମୁଖ୍ୟମନ୍ତ୍ରୀ ଭାବରେ ଆଉ କାହାକୁ ପ୍ରୋଜେକ୍ଟ କରିପାରିନାହାନ୍ତି। ତା ଛଡ଼ା ନବୀନ ଶାସନ କ୍ଷମତାକୁ ଆସିବା ଦିନଠୁ ସେ ପ୍ରତିଟି ଦିନକୁ ସେ ତାଙ୍କ ଦଳ ନବୀନଙ୍କ ନିର୍ଦ୍ଦେଶରେ ସେ ମାନେ ନିର୍ବାଚନର ପାଇଁ ପ୍ରସ୍ତୁତ କରିକି ରଖି ଆସିছে ଏପର୍ଯ୍ୟନ୍ତ। ଆଉ ସେଇ ଦୃଷ୍ଟିରୁ ଦେଖିଲେ ପରିବର୍ତ୍ତନର ଏତେ ନାରା ସତ୍ତ୍ୱେ ବି ଏବଂ କେନ୍ଦ୍ରୀୟ ନେତାମାନଙ୍କର ବାରମ୍ବାର ଓଡ଼ିଶା ଗସ୍ତ, ତା ସତ୍ତ୍ୱେ ବି ନବୀନ ଏଥର ମୁଖ୍ୟମନ୍ତ୍ରୀ ଭାବରେ ରହିବେ ବୋଲି ମୁଁ ଭାବୁଛି। କାରଣ ଗତ ନିର୍ବାଚନ ସମୟରେ ମୋଦିଙ୍କର ନାରା ଥିଲା ଯେ ଏଥର 120 ଯୁକ୍ତ ଓଡ଼ିଶାରୁ 120ରୁ ଅଧିକ ସିଟ୍ ପାଇବେ ବୋଲି ସେମାନେ ଟାର୍ଗେଟ୍ ରଖିଥିଲେ ଏବଂ ସେ ଅନୁସାରେ ପ୍ରଚାର କରୁଥିଲେ। ଏବଂ ନବୀନ ସରକାର ଗୋଟେ ହେଉଛି ଜଙ୍କ ଲଗା ଜେନେରେଟର, ତାକୁ ଫୋପାଡ଼ି ଦେବା ପାଇଁ କହୁଥିଲେ, ଡବଲ ଇଞ୍ଜିନର ଧ୍ୱନି ଦେଉଥିଲେ। ତା ସତ୍ତ୍ୱେ ବି ସେମାନେ କିଛି କରିପାରିଲେନି। 120 ଦୂରେ ଥାଉ 20ଟା ସିଟ୍ ପାଇବା ତାଙ୍କ ପାଇଁ ବହୁତ ଡିଫିକଲ୍ଟ ହୋଇଗଲା। ସେଇ ଦୃଷ୍ଟିରୁ ମୁଁ ଭାବୁଛି ଯେ ବିଜେପି ଦଳ ବା କଂଗ୍ରେସ ଦଳ ଏପର୍ଯ୍ୟନ୍ତ ନବୀନ ବାବୁଙ୍କୁ ଓଡ଼ିଶାରୁ ଗାଦିଚ୍ୟୁତ କଲା ଭଳି ମାନେ ତାଙ୍କର ସାମର୍ଥ୍ୟ ଜୁଟାଇ ପାରିନି ବା ଜନମତ ସେମାନଙ୍କ ସପକ୍ଷରେ ଏପର୍ଯ୍ୟନ୍ତ ସୃଷ୍ଟି ହୋଇପାରିନି। କଥା ହେଉଛି କ'ଣ କି ସେ କଥାଟା ବିଜେପି ଦଳ ସିଲେକ୍ଟ କରିବେ, କିନ୍ତୁ ବିଜେପିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଏତେ କ୍ଲେମେଣ୍ଟ ଅଛନ୍ତି। ଅପରାଜିତା ଷଡ଼ଙ୍ଗୀ ଜଣେ କ୍ଲେମେଣ୍ଟ, ଧର୍ମେନ୍ଦ୍ର ପ୍ରଧାନ ଜଣେ କ୍ଲେମେଣ୍ଟ, ସେଭଳି ଭାବରେ ମନମୋହନ ସାମଲ ବି ବହୁତ ଦିନ ହେଲା ମୁଖ୍ୟମନ୍ତ୍ରୀ ହେଇଗଲେଣି ବୋଲି ଭାବୁଛନ୍ତି ଏବଂ ସେ ଅନୁସାରେ କଥାବାର୍ତ୍ତା କରୁଛନ୍ତି। ତେଣୁକରି ବିଜେପିରେ ଏପର୍ଯ୍ୟନ୍ତ କେହି ମୁଖ୍ୟମନ୍ତ୍ରୀ ହେଲା ଭଳି ମାନେ କାହାକୁ ଦଳ ପ୍ରୋଜେକ୍ଟ କରିନି ବା ଦଳ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନି। ଏବଂ ଆଜି ଯଦି କୁହାଯାଏ ଯେ ତୁମର ସରକାର ହେବ, ତୁମେ ନିଷ୍ପତ୍ତି କର କିଏ ସେ ମୁଖ୍ୟମନ୍ତ୍ରୀ ହେବ ବୋଲି, ବିଜେପି ଦଳରୁ ଏତେ ଲୋକ ନେତା ବାହାରିବେ ତାଙ୍କ ଭିତରେ ବି ବାଡ଼ିଆ ବାଡ଼ି ହେଇଯିବେ। ତେଣୁ ସେଇ ଯେଉଁ ସିଚୁଏସନ୍ ଭିତରେ ଆଉ ବିଜେପି ଯେହେତୁ ନିଜେ ପର୍ଯ୍ୟନ୍ତ କାହାକୁ ପ୍ରୋଜେକ୍ଟ କରିନି, ତେଣୁ ଆମେ କହିପାରିବାନି ରେ କିଏ ହେବ ବୋଲି। ନାଇଁ, ବିଜେପି ଦଳର ଗୋଟିଏ ଟାର୍ଗେଟ୍ କିଭଳି ଭାବରେ ଏଥର ଓଡ଼ିଶାକୁ ଆସିବେ, ଓଡ଼ିଶାର କ୍ଷମତା ଦଖଲ କରିବେ ବୋଲି। ସେଥିପାଇଁ ସେମାନେ ତାଙ୍କର ମନ ପ୍ରାଣ ସବୁ ଲଗାଇ ଦେଇଛନ୍ତି।
କେବଳ ମନ ପ୍ରାଣ ନୁହଁ ଧନ ବି ଲଗାଇ ଦେଉଛନ୍ତି। ସେଇ ଦୃଷ୍ଟିରୁ ଦେଖିଲେ ସେମାନେ ଯାହା ଯେଉଁ ଦେ ଆର୍ ଲିଭିଂ ନୋ ଷ୍ଟୋନ୍ ଅନଟର୍ନ ସେମିତି ଗୋଟେ ସିଚୁଏସନ୍ ସୃଷ୍ଟି କରିଛନ୍ତି। ସେମାନେ ପ୍ରଥମ କରି ଚେଷ୍ଟା କରିଥିଲେ ଧର୍ମକୁ ଆୟୁଧ ଭାବରେ ବ୍ୟବହାର କରିକିରି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବ ବୋଲି, କିନ୍ତୁ ଓଡ଼ିଶା ହେଉଛି ଗୋଟେ ଧର୍ମନିରପେକ୍ଷ ରାଜ୍ୟ ଏବଂ ଏପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ହେଇନି ବା ସାମ୍ପ୍ରଦାୟିକତା ଓଡ଼ିଶାରେ ମୁଖ୍ୟ ପ୍ରସଙ୍ଗ ହେଇପାରି ନାହିଁ। ସେଇ ଦୃଷ୍ଟିରୁ ଦେଖିଲେ ସେମାନେ ବାରମ୍ବାର ଓଡ଼ିଶାକୁ ଆସୁଛନ୍ତି ଏବଂ ଓଡ଼ିଶାକୁ ଦେଖିଲେ ଯେତେବେଳେ ଧର୍ମ ଭିତରେ ଇଏ କରି ହେବନି ବୋଲି ତେଣୁକରି ସେମାନେ ସବୁ ପ୍ରକାର ଶକ୍ତି ଲଗାଇ ଦେଇଛନ୍ତି କିଭଳି ଭାବରେ ଆସିବେ କ୍ଷମତାକୁ, ଯେଉଁଥିପାଇଁ କି ତାଙ୍କ ନେତାମାନେ ବାରମ୍ବାର ଓଡ଼ିଶା ଆସୁଛନ୍ତି ଏବଂ ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଉଛନ୍ତି। ତଥାପି ମୁଁ ଯାହା ଭାବୁଛି ନବୀନଙ୍କର ଯେତିକି ଲୋକପ୍ରିୟତା ଅଛି ବା ସେମାନେ ବିଜୁ ଜନତା ଦଳ ଯେଭଳି ଭାବରେ ଲୋକମାନଙ୍କ ହୃଦୟ ଭିତରେ ମାନେ ଆସନ ଜମେଇକି ରହିଛି, ସେଇ ଦୃଷ୍ଟିରୁ ଦେଖିଲେ ସେମାନେ କିଛି କରିପାରିବେନି ବିଜେପି। କାରଣ କଥା ହେଉଛି କ'ଣ, ଓଡ଼ିଶାରେ ନବୀନ ହେଉଛନ୍ତି ଜଣେ ମାନେ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କୁ ବିଜୁବାବୁ ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ କରାଇ ନଥିଲେ, କିନ୍ତୁ ସେ ମୁଖ୍ୟମନ୍ତ୍ରୀ ହେବାର କାରଣ ହେଉଛି ଯେ ସିଏ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ପୁଅ। ଅତୀତରେ ବିଜୁବାବୁ ଯାହା ଓଡ଼ିଶା ପାଇଁ କରିଥିଲେ ଏବଂ ବିଜୁବାବୁଙ୍କର ପର୍ସନାଲିଟି ଯାହା, ତା ସତ୍ତ୍ୱେ ବି ସେମାନେ ବିରୋଧୀମାନଙ୍କ କଥାରେ ପ୍ରଭାବିତ ହୋଇକରି ଯେହେତୁ ନିର୍ବାଚନରେ ବିଜୁବାବୁଙ୍କୁ ପରାସ୍ତ କରାଇ ଦେଇଥିଲେ, ସେତିକି ବେଳେ ତା ପରବର୍ତ୍ତୀ ଅବସ୍ଥାରେ ଯାହା ହେଲା ଓଡ଼ିଶାର ରାଜନୈତିକ ଓ ଅର୍ଥନୈତିକ ସ୍ଥିତି ତାକୁ ସୁଧାରିବା ପାଇଁ ସେମାନେ ମାନେ ରାଜ୍ୟବାସୀ ଚାହିଁଲେ ଯେ କିଭଳି ଭାବରେ ନବୀନ କ୍ଷମତାକୁ ଆସିଲା ପରେ ସେ ଯେଉଁ ବିଜୁବାବୁଙ୍କୁ ପରାଜିତ କରିଥିବା ଯୋଗୁଁ ଯେଉଁ ପାପ କରିଥିଲେ ବୋଲି ଫିଲ୍ କରୁଥିଲେ ତା'ର ପ୍ରାୟଶ୍ଚିତ ଏପର୍ଯ୍ୟନ୍ତ କରିଚାଲିଛନ୍ତି। ତେଣୁ ସେମାନେ ନବୀନଙ୍କୁ ବାରମ୍ବାର ନିର୍ବାଚିତ କରୁଛନ୍ତି। ଆଉ ନବୀନ ଶାସନ କ୍ଷମତାକୁ ଆସିଲା ପରେ ଯେଉଁଭଳି ଭାବରେ ରାଜ୍ୟର ହିତ ପାଇଁ ପଦକ୍ଷେପ ନେଇଛନ୍ତି ସବୁ ଦୃଷ୍ଟିରୁ, ତେଣୁକରି ମାନେ ଓଡ଼ିଶାରେ ଆଉ କୌଣସି ଦଳ ଏପର୍ଯ୍ୟନ୍ତ ନିଜର ଶକ୍ତି ଜୋଟେଇ ପାରିନି ନବୀନଙ୍କୁ ଗାଦିଚ୍ୟୁତ କରିବା ପାଇଁ। ସେଇଟା ମୋର ବ୍ୟକ୍ତିଗତ ଅନୁଭୂତି ଏବଂ ମୁଁ ଯେତିକି ଜନମାନସର ଆକଳନ କରୁଛି, କାରଣ ନବୀନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ଓଡ଼ିଶାରେ ଜନମତ ସୃଷ୍ଟି ହେଇନାହିଁ। ଆଉ ନବୀନ ଯାହା ସବୁ ସାଧାରଣ ଜନତା ପାଇଁ ଯେଉଁ ସବୁ କାର୍ଯ୍ୟକଳାପ ପଦକ୍ଷେପ ନେଇଛନ୍ତି, ଓଡ଼ିଶାର ସାମୂହିକ ଉନ୍ନତି ପାଇଁ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସବୁ କ୍ଷେତ୍ରରେ ଶିକ୍ଷା, ସଂସ୍କୃତି ଆଉ ଇଣ୍ଡଷ୍ଟ୍ରି, ତେଣୁ ଅନ୍ୟ କୌଣସି ଦଳ ସେଭଳି ଭାବରେ ତାଙ୍କର ମାନେ କାର୍ଯ୍ୟକଳାପରେ ସେଭଳି କିଛି ନେଇନାହାନ୍ତି, ନିଷ୍ପତ୍ତି ନେଇନାହାନ୍ତି ବା ସେଭଳି କିଛି କରିବାର ଆଶା ଯଦିଓ ବାରମ୍ବାର ଦେଖାଉଛନ୍ତି, କିନ୍ତୁ ତା'ର କୌଣସି ସୂଚନା ଜନସାଧାରଣ ପାଉନାହାନ୍ତି। କାରଣ ଏମାନେ ଯାହା ଦାବି କଲେ ବି ମାନେ ଲୋକମାନେ ଯେତେବେଳେ ଦେଖୁଛନ୍ତି ଏ ଗୋଟେ ସରକାରଠୁ ଏତେ ସୁଫଳ ପାଉଛନ୍ତି ଏବଂ ଭାରତବର୍ଷର ଅନ୍ୟ କୌଣସି ରାଜ୍ୟରେ ସେମାନଙ୍କ ସରକାର ଏଭଳି ଭାବରେ ସୁଫଳ ଦେଇପାରୁନାହାନ୍ତି, ସେହି ଦୃଷ୍ଟିରୁ ଏଥର ମଧ୍ୟ ଜନସାଧାରଣ ନବୀନଙ୍କୁ ଭୋଟ ଦେବେ ବୋଲି ମୁଁ ଭାବୁଛି ଏବଂ ନବୀନ ପୁନର୍ବାର ଆସିବେ ଶାସନ କ୍ଷମତାକୁ। ଯଦିଓ ତାଙ୍କ ମଝିରେ ପ୍ରଚାର କରାଗଲା ଯେ ସେ ଅସୁସ୍ଥ, ମାନେ ଶୋଚନୀୟ ଭାବରେ ରୋଗାକ୍ରାନ୍ତ, କିନ୍ତୁ ତାପରେ ଦେଖାଗଲା ଯେ ସେସବୁ ପ୍ରଚାର ମିଛ।
ତେଣୁ ସେଇ ଦୃଷ୍ଟିରୁ ନବୀନ ବାବୁ ଯେହେତୁ ଏପର୍ଯ୍ୟନ୍ତ ବୟସାଧିକ ସତ୍ତ୍ୱେ ବି ମାନେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି ଏବଂ ଜନସାଧାରଣଙ୍କୁ ମାନେ ସୁଶାସନ ଦେଲା ଭଳି ତାଙ୍କର ଦକ୍ଷତା ରହିଛି, ଯାହାର କି ପ୍ରମାଣ ସେମାନେ ଗତ 25 ବର୍ଷ ହେଲା ପାଇସାରିଲେଣି। ସେଇ ଦୃଷ୍ଟିରୁ ମୁଁ ଭାବୁଛି ଯେ ବିଜେଡ଼ି ଦଳ ବା ବିଜେପି ଦଳ କିମ୍ବା କଂଗ୍ରେସ ନବୀନଙ୍କୁ ଇଞ୍ଚେ ଆସିଲେ ଗାଦିରୁ ହଟେଇ ପାରିବ ନାହିଁ।